ବାଉଁଶୁଣୀରେ ସଂସ୍କୃତିର ଧମାକା ପଞ୍ଚମ ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଲା କଳାର ମହାଝଡ଼। ବୌଦ୍ଧ ବ୍ଲକ ବାଉଁଶୁଣୀ ହାଇସ୍କୁଲ ପଡ଼ିଆ ହଜାର ହଜାର ଦର୍ଶକର ଭିଡ଼, ଉତ୍ସାହର ତାପମାତ୍ରା ଚୂଡ଼ାନ୍ତରେ। ଛତିଶଗଡ଼ର କଥକ କଳାକାରମାନେ ମଞ୍ଚରେ ପଦାର୍ପଣ କରିବା ମାତ୍ରେ ଘୁଙ୍ଗୁରର ଝଙ୍କାରରେ କମ୍ପିଲା ପଡ଼ିଆ। ପ୍ରତ୍ୟେକ ତାଳ, ପ୍ରତ୍ୟେକ ଘୂର୍ଣ୍ଣନ ଦର୍ଶକଙ୍କୁ କରିଦେଲା ବିମୋହିତ। ମହୋତ୍ସବର ଆବାହକ ଶରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇ ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ରାଜେଶ ତ୍ରିପାଠୀ ଉପସ୍ଥିତ ଥିଲେ ଏବଂ ମଞ୍ଚରେ ଥିଲେ ଅନେକ ଗରିମାମୟ ବ୍ୟକ୍ତିତ୍ୱ। ସମଲେଇ ବନ୍ଦନାରୁ ଆରମ୍ଭ ଏବଂ ତାପରେ ନୃତ୍ୟର ତୁଫାନ। ଝୁମକୁଛୁମା ଭେଡେନ ବରଗଡ଼ ଓ କଥପ କଳାକେନ୍ଦ୍ର ଛତିଶଗଡ଼ ମଞ୍ଚକୁ କରିଦେଲେ ଜୀବନ୍ତ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଉତ୍ସବର ଉତ୍ସାହ। ମଞ୍ଚରେ କଳାର ଯାଦୁ, ମୀନା ବଜାରରେ ଖୁସି। ବାଉଁଶୁଣୀ ଲୋକ ମହୋତ୍ସବ ଏବେ ହେଉଛି ଜିଲ୍ଲାର ସବୁଠୁ ବଡ଼ ସାଂସ୍କୃତିକ ପରିଚୟ। ବ୍ୟୁରୋ ନ୍ୟୁଜ୍, ନ୍ୟୁ ଓଡ଼ିଶା।